ନା ମୁଁ ଆଇଁଷ ପାଳିଛି ଶ୍ରାବଣ ମାସ ପାଣି ନେଇକିରି ଯିବି ଆଉ ମାସେ ଟାଇମ୍ ଦିଅନ୍ତୁ ମାସ ପରେ ମୁଁ କାଟିଦେବି। ନା ନାଇଁ ଆଜି ତତେ କାଟିବାକୁ ପଡ଼ିବ। ତା ବାଡ଼େଇଛନ୍ତି, ତା ବେକରେ ପାରେ, ତା ଅଣ୍ଟା ପିଠିରେ ପାରେ, 10-15 ବାର ବାଡ଼େଇଛନ୍ତି, ଜାବୁଡ଼ା ମାରିଛନ୍ତି, ତଣ୍ଟିଆ ମାରିକିରି ତା ବ୍ୟାଗ୍ ପୁରା ବହିପତ୍ର ଦେଇକି ବିଦା କରିଛନ୍ତି ସ୍କୁଲ। ଆଉ ସେ ଚାଲି ଚାଲି ମାନେ ସାଇକେଲରେ ଏ ଖରା ଦେହରେ ଯାଇକିରି ଅଭୟଚାନ୍ଦପୁର ଥାନାରେ ପହଞ୍ଚି ଥାନା ଷ୍ଟାଫ୍ ତା ବୋଉର ବାପାର ଫୋନ୍ ନମ୍ବର ମାଗିକିରି ଫୋନ୍ରେ ଯୋଗାଯୋଗ କଲେ ଯେ ପୁଅ କ'ଣ ଥାନାରେ ଆସି ବସିଛି। ତାର ବାପା ଯାଇକି ବି ଥାନାରେ ପହଞ୍ଚିଲା। ପହଞ୍ଚିବା ପରେ ପଚାରିଲା ସେଠି କ'ଣ ହେଇଛି, ନା ସାର୍ ମୋତେ ଏମିତି ମାରିଛନ୍ତି। କାହିଁକି ନା ବାଳ କାହିଁ ଏମିତି କଟା ହେଇଛି। ତାର 2 ଘଣ୍ଟା 2.5 ଘଣ୍ଟା ପରେ ଆମେ ଖବର ପାଇବା ପରେ ଥାନାରୁ ଆମେ ଯେତେବେଳେ ସାର୍ଙ୍କୁ ଫୋନ୍ କଲୁ, ସାର୍ କହୁଛନ୍ତି ପିଲା ବା କ୍ଲାସ୍ରେ ଅଛି। ଆମେ କହିଲୁ ପିଲା ପୁରା ଥାନାରେ ଠିଆ ହେଇଛି, ଥାନା ବାଲା ବସେଇଛନ୍ତି ଏଠି ଥାନାରେ, ଆଉ ପିଲା ସ୍କୁଲରେ କେଉଁଠି ରହିଲା। ନା ହଁ ସ୍କୁଲରେ ନାହିଁ। ତା 2 ଘଣ୍ଟା ପରେ ହେଡ଼ମାଷ୍ଟର ଆଉ ମାରିଥିବା ସାର୍ ଆସି ପହଞ୍ଚିଲେ ଦୋକାନରେ। ତାପରେ ପୁଅର ବାପା ଥିଲା, ମା' ଥିଲା, ମୁଁ ବି ଥିଲି। କହିଲେ ଆଉ ପିଲା କ'ଣ ଏମିତି ଯାଇ ଥାନାରେ ପହଞ୍ଚି ଆମେ ଖବର ପାଇକିରି ଆସିଛୁ, ଗୋଟା ଭୁଲ ଭାଲ ହେଇଯାଇଛି। ମୁଁ କହିଲି ଭୁଲ କ'ଣ ହେଇଛି? ଆପଣ ମାରିଲେ ଗୁରୁ ହିସାବରେ ଠିକ୍ କଲେ, କିନ୍ତୁ ପିଲାକୁ ବିଦା କରିଦେଲେ ସ୍କୁଲରୁ। ସ୍କୁଲଟା କ'ଣ ଆପଣଙ୍କର? ପିଲା ଯଦି କେଉଁଠି ବୁଡ଼ିକିରି ମରିଯାଇଥାନ୍ତା, ନଈକି ଡେଇଁ ପଡ଼ିଥାନ୍ତା, କି ଗାଡ଼ି ମଟର କେଉଁଠି ଆକ୍ସିଡେଣ୍ଟ ହେଇଥାନ୍ତା, କିଏ ବୁଝିଥାନ୍ତା? ସ୍କୁଲ କେତେ ବାଟ, ସ୍କୁଲ କତରୁ ଥାନା କେତେ ବାଟ, ପିଲା ଗଲା କୁଆଡ଼େ? ଆପଣ ମାରିଲା ପରେ ବି ବାପା ମାଆକୁ ଖବର କରିପାରିଥାନ୍ତେ, ଅଫିସରେ ବସେଇ ପାରିଥାନ୍ତେ। ଆପଣ ମାରିକିରି ବିଦା କଲେ ସ୍କୁଲରୁ କେମିତି? ଏଇଟା କେଉଁ ଭୁଲରେ ଯିବ? ନା ଭୁଲ ଭାଲ ହେଇଗଲା, ଆଉ ସେ କଥା ଛାଡ଼। ମୁଁ କହିଲି ଆପଣ ସିନା ଗୁରୁ ହିସାବରେ କହୁଛନ୍ତି ଭୁଲ ହେଇଗଲା, ତେଣୁ ଆମେ ପିଲାଟା ଯଦି କୁଆଡ଼େ ହଜି ଯାଇଥାନ୍ତା, ଆମେ ତ ଖୋଜିବାକୁ କିଏ ଯାଇଥାନ୍ତା? ପିଲା କେଉଁଠି ଧର ଗାଡ଼ି ମଟର ଇଣ୍ଡଷ୍ଟ୍ରି ଏରିଆ, ଗାଡ଼ି ମଟର ଗାଁ ଗହଳି ରାସ୍ତା, ଯେଉଁ ହିସାବରେ ଗାଡ଼ି ମଟର ଯାଉଛି, ପିଲା ସାଇକେଲରେ ଯାଉଛି ବ୍ୟସ୍ତବହୁଳ ଭିତରେ ଖରା ଦେହରେ। ସାର୍ ମୋତେ ମାଇଲେ ଏତେ ପିଲାଙ୍କ ମଝିରେ, ତେଣୁ ପିଲା ମୁଣ୍ଡ ଠିକ୍ ନାହିଁ। ତେଣୁ ସେ ବର୍ତ୍ତମାନ ଯଦି କେଉଁଠି ଗାଡ଼ି ବାଡ଼ି ହେଇଯାଇଥାନ୍ତା, ଆମ ପିଲାକୁ କେଉଁଠୁ ଆମେ ପାଇଥାନ୍ତୁ?